Hello everyone, this is Samir Suna and your YouTube channel. Now we'll discuss about one of the most important topic, elective democracy, ଯାହାକୁ ଆମେ କହିପାରିବା ପ୍ରବରବାଦୀ ଗଣତନ୍ତ୍ର. Before we discuss in this topic, please everyone subscribe to my channel, like, comment, share in this video. ବର୍ତ୍ତମାନ ଆମେ ପ୍ରବାରବାଦୀ ଗଣତନ୍ତ୍ର ବିଷୟରେ ଆଲୋଚନା କରିବା। ଗଣତନ୍ତ୍ର ପ୍ରବାରବାଦୀ ବା ସାମ୍ରାନ୍ତବାଦୀ ତତ୍ତ୍ୱ ସମ୍ବନ୍ଧରେ ପରୋଟୋ, ମସ୍କୋ, ମିଚେଲ, ବର୍ନହୋମ୍, ସନପେଟର ଏବଂ ବର୍ମୋଟ ପ୍ରଭୃତିଙ୍କର ଲେଖାରେ ସୂଚନା ମିଳେ। ବିଂଶ ଶତାବ୍ଦୀର ପ୍ରଥମ ଭାଗ ପର୍ଯ୍ୟନ୍ତ ପରମ୍ପରା ତତ୍ତ୍ୱର ପ୍ରାଧାନ୍ୟ ଥିଲା। ନିହାତି ଭାବରେ ଆମେ ଯଦି କହିପାରିବା କ୍ଲାସିକାଲ ଡେମୋକ୍ରେସିର ନିହାତି ଭାବରେ ବା କଣ୍ଟେମ୍ପୋରାରୀ ଡେମୋକ୍ରେସି ନିହାତି ଭାବରେ ତା'ର ତତ୍ତ୍ୱର ପ୍ରାଧାନ୍ୟ ଥିଲା। ପରେ ମାର୍କ୍ସଙ୍କ ଚିନ୍ତାଧାରା ଯୋଗୁଁ ଏହା ଗୁରୁତ୍ୱ ହ୍ରାସ ପାଇଲା। ପରେ କ'ଣ ମାର୍କ୍ସଙ୍କର ତତ୍ତ୍ୱ ବା ଚିନ୍ତାଧାରା ଯୋଗୁଁ ପରେ ଏହାର ହ୍ରାସ କମି କମି ଲାଗିଲା। ପରୋଟୋ, ମସ୍କୋ, ମିଚେଲ ପ୍ରଭୃତି ଇଟାଲୀର ସମାଜତତ୍ତ୍ୱବିଦମାନେ ଗଣତନ୍ତ୍ରର ନୂତନ ରୂପ ସମ୍ପର୍କରେ ଚିନ୍ତା କଲେ ଓ ଏହାକୁ ଏକ ଅଭିଜାତ ଶ୍ରେଣୀରେ ସାମନ୍ତବାଦୀ ଶାସନ ବ୍ୟବସ୍ଥା ପରିଣତ କରିବାକୁ ଯୁକ୍ତି ବାଢ଼ିଲେ। ନିହାତି ଭାବରେ ସେହି ସମୟରେ କ'ଣ ସାମନ୍ତବାଦୀ ବା କିଛି ଗୋଷ୍ଠୀ ଲୋକମାନଙ୍କର ବା ଉତ୍କୃଷ୍ଟ ଲୋକମାନଙ୍କର ଶାସନ ବ୍ୟବସ୍ଥାରେ ପରିଣତ କରିବାକୁ ସେ ଯୁକ୍ତି ମଧ୍ୟ ବାଢ଼ିଛନ୍ତି। ଏହାକୁ ମଧ୍ୟ ସର୍ବୋତ୍କୃଷ୍ଟ ଗୋଷ୍ଠୀ ତତ୍ତ୍ୱ ଓ ବାରେଣ୍ୟ ଗୋଷ୍ଠୀ ତତ୍ତ୍ୱ ମଧ୍ୟ କୁହାଯାଏ। ଏହାକୁ କ'ଣ କୁହାଯାଏ? ସର୍ବୋତ୍କୃଷ୍ଟ ଗୋଷ୍ଠୀ ତତ୍ତ୍ୱ ବା ବାରେଣ୍ୟ ଗୋଷ୍ଠୀ ତତ୍ତ୍ୱ ବୋଲି କୁହାଯାଇଥାଏ ପ୍ରବାରବାଦୀ ଗଣତନ୍ତ୍ର ବା ଇଲିଷ୍ଟିକ୍ ଡେମୋକ୍ରେସିକୁ। ସମାଜର ଏପରି କେତେ ଯୋଗ୍ୟ, ଦକ୍ଷ, ପ୍ରତିଭା ସମ୍ପନ୍ନ, ପ୍ରଭାବଶାଳୀ, ଅଭିଜାତ ବା ସମ୍ଭ୍ରାନ୍ତ ବ୍ୟକ୍ତି ଥାନ୍ତି ଯେଉଁମାନେ ଗଣତନ୍ତ୍ର ରାଷ୍ଟ୍ରରେ କ୍ଷମତାସୀନ ହୋଇନଥାନ୍ତି। ନିହାତି ଭାବରେ କହିପାରିବା ବହୁତ ଲୋକ ନିହାତି ଭାବରେ ଯୋଗ୍ୟ ଥାନ୍ତି, ତାଙ୍କର ଭିତରେ ପ୍ରତିଭା ପ୍ରଭାବଶାଳୀ ନିହାତି ଭାବରେ ବହୁତ ଟ୍ୟାଲେଣ୍ଟ ଥାଏ, କିନ୍ତୁ ସେମାନେ ଗଣତନ୍ତ୍ର ରାଷ୍ଟ୍ରରେ ତାଙ୍କର କ'ଣ କ୍ଷମତାସୀନ, ତାଙ୍କ ପାଖରେ କୌଣସି ପ୍ରକାର କ୍ଷମତା ନଥାଏ। ସେମାନଙ୍କର ସଂଖ୍ୟା ବହୁତ କମ୍ ନିହାତି ଭାବରେ କହିପାରିବା। ଅଦଳ ବଦଳ କରି ସେମାନେ କ୍ଷମତା ଦଖଲ କରନ୍ତି। ଅଭିଜ୍ଞତା, ପ୍ରଜ୍ଞା, କର୍ମ କୁଶଳତା, କାର୍ଯ୍ୟ ସଫଳତା, ସମ୍ପତ୍ତି ବା ଜନ୍ମଗତ ଅଭିଜାତ୍ୟ ସେମାନଙ୍କର ସମ୍ମାନର ଶୀର୍ଷ ସ୍ଥାନକୁ ନେଇଯାଏ। ନିହାତି ଭାବରେ କହିପାରିବା ସେମାନଙ୍କର ଭିତରେ ଅନେକ ପ୍ରକାର ଅଭିଜ୍ଞତା ଥାଏ, ପ୍ରଜ୍ଞା ଥାଏ, କର୍ମ କୁଶଳତା ନିହାତି ଭାବରେ ଥାଏ, କାର୍ଯ୍ୟର ସଫଳତା ମଧ୍ୟ ତାଙ୍କର ଥାଏ। ତେଣୁ ଜନ୍ମଗତ ଅଭିଜାତ ସେମାନଙ୍କର ସମ୍ମାନର ଶୀର୍ଷ ସ୍ଥାନକୁ ନେଇଯାଇଥାଏ। ସ୍ୱକୀୟ କାର୍ଯ୍ୟ ଓ ଗୁଣ ବଳରେ ସେମାନେ ସମାଜର ନେତୃତ୍ୱ ନିଅନ୍ତି। ସ୍ୱଇଚ୍ଛାରେ ସେମାନେ ନିଜକୁ ଶାସନ ନେତୃତ୍ୱ ପାଇଁ ମନୋନୀତ କରନ୍ତି। ନିହାତି ଭାବରେ ଆମେ କହିପାରିବା ନିଜର ଇଚ୍ଛା ଅନୁସାରେ ବା ସ୍ୱଇଚ୍ଛା ଅନୁସାରେ ସେ ନିଜକୁ କ'ଣ ଶାସନ କ୍ଷମତାରେ ନେତୃତ୍ୱ ନେବା ପାଇଁ ମନୋନୀତ ମଧ୍ୟ କରିଥାନ୍ତି। ରାଜନୈତିକ ଦଳ, ସଂଗଠନ ଓ ସରକାରରେ ଶୀର୍ଷସ୍ଥାନ ଅଧିକାର କରି ଏହି ଲୋକମାନେ କ୍ଷମତା ଉପଭୋଗ କରନ୍ତି। ସରକାରଙ୍କର କ'ଣ ଶୀର୍ଷସ୍ଥାନ, ସବୁ ସଂଗଠନର ଶୀର୍ଷରେ ସେମାନେ ରହି ଲୋକମାନଙ୍କର କ'ଣ କ୍ଷମତା ଉପଭୋଗ କରନ୍ତି। ଏହି ତତ୍ତ୍ୱ ଅନୁସାରେ ଅଳ୍ପ ସଂଖ୍ୟକ ପ୍ରଭାବଶାଳୀ ଓ ଶାସକ ଶ୍ରେଣୀ ଗଣତନ୍ତ୍ରକୁ ପରିଚାଳନା କରନ୍ତି। ନିହାତି ଭାବରେ ତାଙ୍କର ତତ୍ତ୍ୱ ଅନୁସାରେ କ'ଣ ଅଳ୍ପ ସଂଖ୍ୟକ ଲୋକ ଯେନ୍ମାନଙ୍କର ଭିତରେ ଅତ୍ୟାଧିକ ଟ୍ୟାଲେଣ୍ଟ ଅଛି, ପ୍ରଭାବଶାଳୀ, ସେମାନଙ୍କର ଭିତରେ ଜ୍ଞାନ ଅଛି, କୌଶଳ ଅଛି, ସମସ୍ତ ପ୍ରକାର ସେମାନଙ୍କର ଭିତରେ ଗୁଣ ଅଛି, ତ ସେମାନେ କ'ଣ ପ୍ରଭାବଶାଳୀ ଓ ଶାସକ ଶ୍ରେଣୀ ଗଣତନ୍ତ୍ରକୁ ପରିଚାଳନା କରନ୍ତି। ଏହାକୁ ପ୍ରବାରବାଦୀ ବା ସାମ୍ରାନ୍ତବାଦୀ ଇଲିଷ୍ଟିକ୍ ଗଣତନ୍ତ୍ର କୁହାଯାଏ। ଏହାକୁ କ'ଣ କୁହାଯାଏ ପିଲାମାନେ? ନା ପ୍ରବାରବାଦୀ ବା ସାମ୍ରାନ୍ତବାଦୀ ଗଣତନ୍ତ୍ର କୁହାଯାଏ। ଏହି ବ୍ୟବସ୍ଥାରେ ସାମ୍ରାନ୍ତ ବା ପ୍ରବାର ଗୋଷ୍ଠୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି, ଯଥା ଶାସକ ପ୍ରବାର ଗୋଷ୍ଠୀ ଗଭର୍ଣ୍ଣିଂ ଇଲିଷ୍ଟ ଏବଂ ଅଣଶାସକ ପ୍ରଭାରୀ ଗୋଷ୍ଠୀ ନନ୍ ଗଭର୍ଣ୍ଣମେଣ୍ଟ ଇଲିଷ୍ଟ ଯାହା କୁହାଯାଇଛି। ଯେତେବେଳେ ସାଧାରଣ ପ୍ରଜାଗୋଷ୍ଠୀ ମଧ୍ୟରୁ ଅଧିକ ଯୋଗ୍ୟ ବ୍ୟକ୍ତିମାନେ ସାମ୍ନାକୁ ଆସନ୍ତି ସେତେବେଳେ ଶାସକ ଗୋଷ୍ଠୀମାନଙ୍କୁ ଶାସନରେ ସାମିଲ କରିବା ଉଚିତ ଅଥବା ସେମାନଙ୍କର ଶାସନ ଗଦି ଛାଡ଼ିବା ଉଚିତ। ନିହାତି ଭାବରେ ଯେତେବେଳେ ସାଧାରଣ ଜନତା ଶିକ୍ଷିତ ବା ନିହାତି ଭାବରେ ଲୋକମାନେ ଭଲ ପାଇ ତାକୁ ଆସନ୍ତି, ତାହେଲେ ସେହି ସମୟରେ କ'ଣ ଶାସନ ଗଦି ଛାଡ଼ିବା କଥା ସାମ୍ରାନ୍ତ ବ୍ୟକ୍ତି ବା ଶାସକ ଗୋଷ୍ଠୀ, ଅର୍ଥାତ୍ ଶାସନ ପରିବର୍ତ୍ତନ ହୋଇ ସ୍ୱାଭାବିକ ଭାବେ ଅଧିକ ଯୋଗ୍ୟ ପ୍ରବର ଗୋଷ୍ଠୀ ହାତକୁ ଯାଇପାରେ ଅଥବା ବିପ୍ଳବ ସ୍ୱର ହୋଇପାରେ। ନିହାତି ଭାବରେ ଯେତେବେଳେ ସେହି ସଙ୍କଟ ଦେଖାଯାଏ, ଯେତେବେଳେ ସାଧାରଣ ବ୍ୟକ୍ତି ବା ଯେଉଁ ଅଛନ୍ତି ସାମ୍ରାନ୍ତ ବ୍ୟକ୍ତି ତାଙ୍କର ପାଇଁ ନିହାତି ଭାବରେ ସେହି ସମୟରେ କ'ଣ ବିପ୍ଳବ ମଧ୍ୟ ଦେଖାଯାଇଥାଏ। ମାତ୍ର ସର୍ବଦା ଶାସନ କ୍ଷମତା ଗୋଟାଏ ପ୍ରବାର ଗୋଷ୍ଠୀ ହାତରୁ ଆଉ ଗୋଟାଏ ପ୍ରବାର ଗୋଷ୍ଠୀ ହାତକୁ ଯାଇଥାଏ। ନିହାତି ଭାବରେ ଆଉ ଗୋଟାଏ ଗୋଷ୍ଠୀରୁ ଆଉ ଗୋଟାଏ ଗୋଷ୍ଠୀକୁ ଯାଇଥାଏ।
ଏହା କଦାପି ସାଧାରଣ ଗୋଷ୍ଠୀ ବା ପ୍ରଜାଙ୍କର ହାତକୁ ଯାଏ ନାହିଁ। ନିହାତି ଭାବରେ କହିପାରିବା ଏହା କୌଣସି ପ୍ରକାର ପ୍ରଜା ଏଥିରେ ଯୋଗଦାନ ଦେଇପାରନ୍ତି ନାହିଁ ବା ତାଙ୍କ ହାତକୁ ଯାଏ ନାହିଁ। ଏହି ପ୍ରକ୍ରିୟାକୁ ଅଭିଜାତ ସଞ୍ଚାଳନ କୁହାଯାଏ। ଏହି ପ୍ରକ୍ରିୟାକୁ କ'ଣ କୁହାଯାଏ? ଅଭିଜାତ ସଞ୍ଚାଳନ କୁହାଯାଏ, ଯାହାକୁ ଆମେ କହିପାରିବା ସର୍କୁଲେସନ୍ ଅଫ୍ ଇଲିଟ୍ସ ବୋଲି କୁହାଯାଇପାରେ। ଏହା ପାଶ୍ଚାତ୍ୟ ଉଦାରବାଦୀ ଗଣତନ୍ତ୍ର ବ୍ୟବସ୍ଥାକୁ ସମର୍ଥନ କରି ବର୍ତ୍ତମାନ ବାସ୍ତବିକତାକୁ ପ୍ରତିଫଳନ କରିଥାଏ। ନିହାତି ଭାବରେ ଏହା କ'ଣ? ପାଶ୍ଚାତ୍ୟ ଗଣତନ୍ତ୍ରକୁ ପ୍ରଭାବିତ ବ୍ୟବସ୍ଥାକୁ ସମର୍ଥନ କରି ବର୍ତ୍ତମାନ ବାସ୍ତବକୁ ସେ ପ୍ରତିଫଳିତ ନିହାତି ଭାବରେ କରୁଛି। ସର୍ବୋତ୍କୃଷ୍ଟ ସାମନ୍ତ ବା ପ୍ରବାର ଗୋଷ୍ଠୀ ଜନସଂଖ୍ୟାର ଏକ ଉନ୍ନତ ବା ବଛାଯାଇ ସଂଖ୍ୟା ଶୂନ୍ୟ ଶ୍ରେଣୀକୁ ସୂଚାଇ ଦିଆଯାଇଥାଏ। ଯଦି ପ୍ରବାରବାଦୀ ବା ସାମନ୍ତବାଦୀ ତତ୍ତ୍ୱ ଗଣତନ୍ତ୍ରର ପରିପନ୍ଥୀ ତଥାପି ସମ୍ପର୍କିତ ଗଣତନ୍ତ୍ର ଆବଶ୍ୟକତା ଦୃଷ୍ଟିରୁ ଏହା ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ। ନିହାତି ଭାବରେ ଏହା ଦରକାର ହୋଇଥାଏ। ଏହି ତତ୍ତ୍ୱ ଅନୁଯାୟୀ ଗଣତନ୍ତ୍ର ନେତୃତ୍ୱ ଲିଡରସିପ୍ ଉପରେ ବିଶ୍ୱାସ କରେ, କିନ୍ତୁ ଶାସକତ୍ୱକୁ ବିରୋଧ କରିବା ଜନତା ଉପରେ ଅର୍ପିତ କିମ୍ବା ତାହା ଦ୍ୱାରା ବ୍ୟବହୃତ ହୋଇପାରେ ନାହିଁ। ନିହାତି ଭାବରେ ଜନତା ତାଙ୍କୁ ଉପରେ ବ୍ୟବହାର ହୋଇପାରେ ନାହିଁ ଆମେ କହିପାରିବା ଏହାକୁ। ଏହା ସର୍ବଦା ଦକ୍ଷ, ଯୋଗ୍ୟ ତଥା ସର୍ବୋତ୍କୃଷ୍ଟ ଗୋଷ୍ଠୀ ଉପରେ ପର୍ଯ୍ୟବେସିତ ହୋଇଥାଏ। ଏଇ ଯେଉଁ ଆମର ଗଣତନ୍ତ୍ରଟି କ'ଣ? ଏହା ସଦାସର୍ବଦା ଦକ୍ଷ, ଯୋଗ୍ୟ ତଥା ସର୍ବୋତ୍କୃଷ୍ଟ ଗୋଷ୍ଠୀ ଉପରେ ନିହାତି ଭାବରେ ପର୍ଯ୍ୟବେସିତ ହୋଇଥାଏ। ତାର କିଛି ବୈଶିଷ୍ଟ୍ୟ ଅଛି, ଦେଖିବା ତାର ଫିଚର୍ସ କ'ଣ ଅଛି। 1 ନମ୍ବର ଦେଖିବା ଦକ୍ଷତା, ଚରିତ୍ର, ବିଜ୍ଞତା, ଅଭିଜ୍ଞତା, ସମ୍ପତ୍ତି ଇତ୍ୟାଦି ଭିତ୍ତିରେ ରାଜନୈତିକ କ୍ଷମତାର ବ୍ୟବହାର ଏକ ସଂଖ୍ୟା ଶୂନ୍ୟ ଗୋଷ୍ଠୀ ଦ୍ୱାରା ହେବା ଉଚିତ ବୋଲି ପ୍ରବାରବାଦୀ ଗଣତନ୍ତ୍ର ବିଶ୍ୱାସ କରନ୍ତି। ମାନେ କ'ଣ ବିଶ୍ୱାସ କରନ୍ତି? ଯାହା ପାଖରେ ଦକ୍ଷତା ଅଛି, ଚରିତ୍ର, ବିଜ୍ଞତା, ତାଙ୍କର ପାଖରେ ଅତ୍ୟଧିକ ଧନ ଅଛି, ସେହି ଲୋକ ଏହି ପ୍ରବାରବାଦୀ ଗଣତନ୍ତ୍ର ନିହାତି ଭାବରେ ଶାସନ କରିବା ଦରକାର ବୋଲି ସେ ବିଶ୍ୱାସ କରନ୍ତି। ଏହି ତତ୍ତ୍ୱ ସାଧାରଣତଃ ବ୍ୟକ୍ତିର ରାଜନୈତିକ ବ୍ୟବହାର ଓ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରେ। ଏହା ନିହାତି ଭାବରେ କ'ଣ କରିଥାଏ? ସାଧାରଣ ବ୍ୟକ୍ତିର କାର୍ଯ୍ୟକଳାପ ବା ରାଜନୈତିକ ବ୍ୟବହାର ଓ କାର୍ଯ୍ୟକଳାପ ଉପରେ ସନ୍ଦେହ ମଧ୍ୟ ପ୍ରକାଶ କରିଥାଏ। 3 ନମ୍ବର ଦେଖିବା ଏହା ରାଜନୈତିକ ବ୍ୟବସ୍ଥାରେ ଲୋକମାନେ ମୁକ୍ତ ଅଂଶଗ୍ରହଣ ପ୍ରକ୍ରିୟାକୁ ନିରୁତ୍ସାହିତ କରିଥାଏ। ନିହାତି ଭାବରେ ଏଇଟା ଯେଉଁ ମୁକ୍ତ ହିସାବରେ ପ୍ରକ୍ରିୟାଟି ଅଂଶଗ୍ରହଣ କରିବାକୁ ଥାଏ, ତେଣୁ ଲୋକମାନଙ୍କୁ ଉତ୍ସାହିତ ମଧ୍ୟ ଲୋକମାନେ ହୁଅ ନାହାନ୍ତି, ସେ ଲୋକମାନେ ଉତ୍ସାହିତ ହୁଅନ୍ତି ନାହିଁ। 4 ନମ୍ବର ଯଦି ଦେଖିବା ଏହା ଗଣତନ୍ତ୍ରକୁ ଏପରି ଏକ ଯାନ୍ତ୍ରିକ ବ୍ୟବସ୍ଥା ରୂପେ ଗ୍ରହଣ କରେ ଯାହାଦ୍ୱାରା ସମାଜର ସ୍ଥିତିତା ବଜାୟ କରିପାରେ। ନିହାତି ଭାବରେ ଏପରି ଏକ ଗଣତନ୍ତ୍ର ବ୍ୟବସ୍ଥା ରହିଛି ଯାହା ଯାହାଦ୍ୱାରା ସମାଜରେ ସ୍ଥିରତା ବଜାୟ ରହିପାରିବ। ଯଦି 5 ନମ୍ବର ଦେଖିବା ଏହା ବିଶ୍ୱାସ କରେ ଯେ ଜନସାଧାରଣଙ୍କର ନିଜସ୍ୱ ଇଚ୍ଛା ଏକ ଅବାସ୍ତବ ଚିନ୍ତାଧାରା ଅଟେ ଏବଂ ଏହି ଇଚ୍ଛା ବାସ୍ତବରେ ସର୍ବୋତ୍କୃଷ୍ଟ ଗୋଷ୍ଠୀ ହିଁ ପ୍ରସ୍ତୁତ କରିଥାନ୍ତି ବୋଲି ସେ ବିଶ୍ୱାସ କରିଥାଏ। ଯଦି ଆମେ 7 ନମ୍ବର ପଏଣ୍ଟ ଦେଖିବା କ'ଣ? 6 ନମ୍ବର ଏହା ପ୍ରବର ଓ ସର୍ବୋତ୍କୃଷ୍ଟ ଗୋଷ୍ଠୀ ନାମରେ ଏକ ସଂଖ୍ୟା ଗୋଷ୍ଠୀର ଶାସନକୁ ପ୍ରତିଷ୍ଠା ସତ୍ୟ ରୂପେ ଗ୍ରହଣ କରେ। ନିହାତି ଭାବରେ ଏଇଟା ଗୋଟେ ଗୋଷ୍ଠୀ ଶାସନ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଦର୍ଶବାଦ ଆଇଡିଓଲୋଜିର ପ୍ରଭାବ ହ୍ରାସ କରିଥାଏ। ନିହାତି ଭାବରେ ଏହା ଗଣତନ୍ତ୍ରରେ କ'ଣ? ଆଇଡିଓଲୋଜିର ପ୍ରଭାବକୁ ହ୍ରାସ କରିଥାଏ। ସମାଜ ମଧ୍ୟରେ ଥିବା ବିଭିନ୍ନତାକୁ ପ୍ରତିନିଧିତ୍ୱ କରିବା ନାମରେ ଜନସାଧାରଣଙ୍କର ପ୍ରକୃତ ଆବଶ୍ୟକତା ଉପରେ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି ଏହା ଯୁକ୍ତି ବାଢ଼ିଥାଏ। ନିହାତି ଭାବରେ ସେ କ'ଣ କହିଥାଏ? ଜନସାଧାରଣ ପ୍ରକୃତି ଆବଶ୍ୟକତା ଅପେକ୍ଷା ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲିକି ସେ ଯୁକ୍ତି ମଧ୍ୟ ବାଢ଼ିଥାଏ। ଉଭୟ ମାର୍କ୍ସ ଓ ପ୍ରବାରବାଦ ତତ୍ତ୍ୱକୁ ସଂଖ୍ୟାନ୍ୟୁସର ଶାସନକୁ ନିଜ ନିଜ ଦର୍ଶନ ମାଧ୍ୟମରେ ପ୍ରତିଫଳିତ କରିଛନ୍ତି, କିନ୍ତୁ ଉଭୟ ତତ୍ତ୍ୱେ ଏହି ସଂଖ୍ୟା ଶୂନ୍ୟ ଶ୍ରେଣୀର ସଂଜ୍ଞା ପ୍ରଭୃତି ଭିନ୍ନ ଅଟେ। ନିହାତି ଭାବରେ ଏଇଟା ଭିନ୍ନ ଅଟେ। ବଟମୋରଙ୍କର ମତରେ ବୁଦ୍ଧିଜୀବୀ ବୁର୍ଜିଆ ଗୋଷ୍ଠୀ ମାର୍କ୍ସବାଦ ସାମାଜିକ ଶ୍ରେଣୀ ତତ୍ତ୍ୱକୁ ବିରୋଧ କରିବା ପାଇଁ ଏହି ପ୍ରବାରବାଦୀ ସର୍ବୋତ୍କୃଷ୍ଟ ଗୋଷ୍ଠୀ ତତ୍ତ୍ୱର ଅବତାରଣ ହୋଇଛି ବୋଲି କହିଛନ୍ତି। ନିହାତି ଭାବରେ ମାର୍କ୍ସବାଦର ଯେଉଁ ସମାଜ ଗୋଷ୍ଠୀ ଅଛି ବା ବୁଦ୍ଧିଜୀବୀ ବୁର୍ଜିଆ ଗୋଷ୍ଠୀ ଅଛି, ସାମାଜିକ ଶ୍ରେଣୀ ତତ୍ତ୍ୱକୁ ବିରୋଧ କରିବା ପାଇଁ ଏହି ପ୍ରବାରବାଦୀ କ'ଣ ଗଣତନ୍ତ୍ର ବାହାରିଛି ବୋଲି ବା ଅବତାରଣ କରିଛନ୍ତି ବୋଲି କୁହାଯାଇଅଛି। ମାର୍କ୍ସବାଦର ସଂଖ୍ୟା ଶୂନ୍ୟ ଶ୍ରେଣୀ ଅର୍ଥନୈତିକ ଭିତ୍ତିଭୂମି ବିଶିଷ୍ଟ ହୋଇ ଏକ ସଂକୀର୍ଣ୍ଣତାର ଶିକାର ହୋଇଥିବା ବେଳେ ପ୍ରବାର ଗୋଷ୍ଠୀ ବା ସର୍ବୋତ୍କୃଷ୍ଟ ଗୋଷ୍ଠୀର ସଂଜ୍ଞା ଓ ପରିସର ବିସ୍ତୃତ ଅଟେ। ନିହାତି ଭାବରେ ଅତ୍ୟଧିକ ବିସ୍ତୃତ ଏହା ମଧ୍ୟ ଅଟେ। ମାର୍କ୍ସବାଦର ସଂଖ୍ୟା ଶାସନ ଓ ସଂଖ୍ୟା ଗରିଷ୍ଠ ଶାସିତ ଶ୍ରେଣୀରେ ଅହରହ ସଂଘର୍ଷ ଚାଲିଛି ବୋଲି ଯୁକ୍ତି ଉପସ୍ଥାପନା କରାଯାଉଥିବା ବେଳେ ପ୍ରବାରବାଦୀ
ତତ୍ତ୍ୱରେ ସର୍ବୋତ୍କୃଷ୍ଟ ଶ୍ରେଣୀ ଓ ସାଧାରଣ ଜନତାଙ୍କର ମଧ୍ୟରେ ସହଯୋଗ ଓ ଶାନ୍ତି ପ୍ରତିଷ୍ଠା ବୋଲି ବିବେଚନା କରିଥାନ୍ତି। ନିହାତି ଭାବରେ ଯଦି ଆମେ କହିପାରିବା ମାର୍କ୍ସବାଦର ତତ୍ତ୍ୱ କ'ଣ ଅଛି, ଯଦି ଶ୍ରେଣୀ ସଂଘର୍ଷ ବିଷୟରେ ଲାଗିଛି ବୋଲି କହିପାରିବା, ତ ତତ୍ତ୍ୱ ବିଷୟରେ କ'ଣ ସେଇ ଯେଉଁ ରହିଛି ଶାନ୍ତି ପ୍ରତିଷ୍ଠା ଲୋକମାନଙ୍କର ସାଧାରଣ ଜନତାମାନଙ୍କର ପ୍ରତି ରହିଥାଏ ବୋଲି ପ୍ରବାରବାଦୀମାନେ ବିଶ୍ୱାସ କରନ୍ତି। ମସ୍କୋ କହିଛନ୍ତି ଯେ ଗଣତନ୍ତ୍ରର ଲୋକମାନଙ୍କର ଓ ଲୋକମାନଙ୍କ ପାଇଁ ହୋଇପାରେ, ମାତ୍ର ଏହା କେବେ ବି ଲୋକମାନଙ୍କର ଦ୍ୱାରା ନୁହେଁ। ନିହାତି ଭାବରେ ମସ୍କୋ କ'ଣ କହିଛନ୍ତି, ପ୍ରବାରବାଦୀ ଗଣତନ୍ତ୍ର ଲୋକମାନଙ୍କର ହୋଇପାରେ ବା ଲୋକମାନଙ୍କର ପାଇଁ ହୋଇପାରେ, ମାତ୍ର ଲୋକମାନଙ୍କର ଦ୍ୱାରା ନୁହେଁ ବୋଲି କହିଛନ୍ତି। ସେ କେବଳ ମଧ୍ୟବିତ୍ତ ଶ୍ରେଣୀ ଲୋକମାନଙ୍କର ଶାସନ ସହିତ ସାମିଲ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ସେ କ'ଣ ଧନୀ ଲୋକମାନେ ବା ଅତ୍ୟନ୍ତ ସମ୍ଭ୍ରାନ୍ତ ଲୋକମାନେ ନିହାତି ଭାବରେ ସେଥିରେ ସାମିଲ ରହିଥାନ୍ତି ବୋଲି କୁହାଯାଇଛି। ସାଧାରଣତଃ କହିବାକୁ ଗଲେ ପ୍ରବାରବାଦୀ ବା ସାମ୍ରାନ୍ତବାଦୀ ତତ୍ତ୍ୱ ଗଣତନ୍ତ୍ରକୁ ଏକ ବଜାର ବ୍ୟବସ୍ଥାରେ ପରିଣତ କରିଛି, ଯେଉଁଠାରେ ଭୋଟରମାନେ ହୋଇଛନ୍ତି ଉପଭୋକ୍ତା ଓ ରାଜନୀତିଜ୍ଞମାନେ ହେଉଛନ୍ତି ଉଦ୍ୟୋଗପତି। ନିହାତି ଭାବରେ କ'ଣ କହିଛନ୍ତି, ସାମ୍ରାନ୍ତବାଦୀ ତତ୍ତ୍ୱ ଗଣତନ୍ତ୍ର ଏକ ବଜାର ବୋଲି କୁହାଯାଇଛି, ଯାହା ଯେଉଁ ବ୍ୟବସ୍ଥାରେ ପରିଣତ ହୋଇଛି, ଯେଉଁଠାରେ ଭୋଟରମାନେ ହେଉଛନ୍ତି ଉପଭୋକ୍ତା ବା ଗ୍ରାହକ ବୋଲି କହିପାରିବା ଏବଂ ରାଜନୀତିଜ୍ଞମାନେ କ'ଣ ହୋଇଛନ୍ତି ଉଦ୍ୟୋଗପତି ବା ସେମାନେ ହୋଇଛନ୍ତି ଷ୍ଟୋରର ମାଲିକ ବୋଲି ଏଠି କହିପାରିବା ଆମେ। ତାର କ୍ରିଟିସିଜମ୍ ବର୍ତ୍ତମାନ ଦେଖିବା କ'ଣ କ୍ରିଟିସିଜମ୍, ଏହା ରାଜନୈତିକ ସମାନତାର ପରିପନ୍ଥୀ। ଏହା କ'ଣ ରାଜନୈତିକ ସମତାର ପରିପନ୍ଥୀ ବୋଲି କୁହାଯାଇଛି। 2 ନମ୍ବର କ'ଣ କହିଛି, ଏହା ଜନମତ ପ୍ରତି ଅସମ୍ମାନ ଅଟେ। ନିହାତି ଭାବରେ କହିପାରିବା ଏଇଟା କ'ଣ ଜନମତ ପାଇଁ ଅସମ୍ମାନ ନିହାତି ଭାବରେ ଅଟେ, କାହିଁକି ନା ଏଠିରେ ଅନେକ କ'ଣ ସମ୍ଭ୍ରାନ୍ତ ବ୍ୟକ୍ତି ଖାଲି ଶାସନ କରିଥାନ୍ତି। ଯଦି 3 ନମ୍ବର ପଏଣ୍ଟ ଦେଖିବା, ସ୍ୱାର୍ଥ ପାଇଁ ଗୋଷ୍ଠୀର ହସ୍ତରେ ଶାସନ ଅର୍ପଣ ଯୁକ୍ତିଯୁକ୍ତ ନୁହେଁ। ନିହାତି ଭାବରେ କ'ଣ ସ୍ୱାର୍ଥ ଲାଗି ଗୋଷ୍ଠୀଙ୍କର ହାତରେ ଦେବା ସବୁବେଳେ କ'ଣ ଯୁକ୍ତିଯୁକ୍ତ ନୁହେଁ। ଅଭିଜାତ ସଞ୍ଚାଳନ ଯୋଗୁଁ ସମାଜର ଅନିଶ୍ଚିତତା ସୃଷ୍ଟି ହୋଇଥାଏ। ନିହାତି ଭାବରେ କ'ଣ ସମାଜରେ ଅନିଶ୍ଚିତତା ସୃଷ୍ଟି ହୋଇଥାଏ, ସିକ୍ୟୁର ନଥାଏ। 5 ନମ୍ବର ଦେଖିବା, ସଂଖ୍ୟାଲଘୁଙ୍କର ଶାସନ ସଂଖ୍ୟା ଗରିଷ୍ଠ ଲୋକମାନଙ୍କର ଉପରେ ଲଦି ଦେବା ଗ୍ରହଣୀୟ ନୁହେଁ। ନିହାତି ଭାବରେ ଦେଖିବା ଯଦି ସଂଖ୍ୟାଲଘୁର ଯଦି ଶାସନ ଗରିବ ବା ଲୋକମାନଙ୍କର ଉପରେ ଲଦି ଦେବା ଗ୍ରହଣଯୋଗ୍ୟ ନୁହେଁ। ଏହା ପ୍ରବାଞ୍ଛନା ପ୍ରବଣ ଅଟେ। ନିହାତି ଭାବରେ ଏଥିରେ କ'ଣ ଲାଞ୍ଛନା ଅତ୍ୟଧିକ ରହିଥାଏ।